ଆପଣ କଣ ମୁଖ୍ୟମନ୍ତ୍ରୀ କହୁଛନ୍ତି 45,000 ନିଯୁକ୍ତି ଆସିବ। ଆପଣ ପଢୁନାହାନ୍ତି ପାଠ। ଆପଣ 26,000 ନିଯୁକ୍ତି ହେଲା, ତା ଭିତରେ ଆପଣ ନିଯୁକ୍ତି ପାଇପାରିଲେନି। ତାପରେ ଆପଣଙ୍କର କାପାବିଲିଟି ନାହିଁ। ତେଣୁ 45,000 ନିଯୁକ୍ତି ଆଗକୁ ଆସୁଛି, ଆପଣ ପ୍ରିପାରେସନ କରନ୍ତୁ। କଣ ପାଇଁ ଲୋ ଏପିଏମଜି ଆସନ୍ତି? କଣ ପାଇଁ ଏଠି ନିଜର ସମୟ ଅପବ୍ୟୟ କରୁଛନ୍ତି? ଆପଣ ପଢନ୍ତୁ ନା। ମୁଁ ମୁଖ୍ୟମନ୍ତ୍ରୀ ସାର୍ଙ୍କୁ କମ୍ପ୍ଲେନ କରିବି ଗଣ୍ଡ ସାର ନାଁରେ। ଆମେ କିଛି ଦିନ ପୂର୍ବରୁ କିଛି ଜଣ ମିଶିକି ଆମେ ଯୋଉ ଆସ୍ପାରାଣ୍ଟ ଥିଲୁ ଦିଦି ମାନେ ଭାଇ ମାନେ ସବୁ ମିଶିକି ଗଲୁ ଗଣ୍ଡ ସାର ପାଖକୁ। ଗଣ୍ଡ ସାର କହୁଛନ୍ତି ତମେ ବିଇଡି କରୁଛ, ଓଏଷ୍ଟେଡ୍ କରୁଛ, ଓଟିଇଟି କରୁଛ, ସିଟିଇଟି କରୁଛ, ଆଉ କିଛି ବାଟ ବାଛ। ମାନେ ଆମେ ବିଇଡି କରୁଛ ଇଞ୍ଜିନିୟର ହବୁ ନା ଡକ୍ଟର ହବୁ, ସେଟା ସାରଙ୍କୁ ଜାଣିବା ଦରକାର। ମୋହନ ବାବୁ ଏଟା ସରକାରଙ୍କୁ ମୁଁ ଗୋଟେ କଥା କହିବା, ମାନେ ଆପଣ ଖାଲି ଆମକୁ କହୁଛନ୍ତି ଯେ ବିଇଡି କରିକି ଆମେ କରିବୁ କଣ? ଓଏଷ୍ଟେଡ୍, ଓଟିଇଟି, ସିଟିଇଟି ପିଲାମାନେ ହାୟର କ୍ୱାଲିଫାଏଡ୍ ପିଜି ମଧ୍ୟ କମ୍ପ୍ଲିଟ କରୁଛନ୍ତି। ଆପଣ ମିଛ ପ୍ରତିଶ୍ରୁତି ଦଉଛନ୍ତି। ଆଶାୟୀ ମାନେ ଆକ୍ଷେପ କଲେଣି। ଆପଣ ମିଛ ପ୍ରତିଶ୍ରୁତି, ଆପଣ କଲର ମାରୁଛନ୍ତି। କିଛି ବି ଡେଭଲପମେଣ୍ଟ କାମ ହେଇନି। ତା ବିଷୟରେ ଆପଣ 26,000 ନିଯୁକ୍ତି ପୂର୍ବ ସରକାର, ତାହେଲେ ଆପଣ କଣ କହୁଛନ୍ତି? ଆପଣ ବାରମ୍ବାର କହି ଚାଲିଛନ୍ତି 26,000 ନିଯୁକ୍ତି ଦେଲୁ। 45,000 ନିଯୁକ୍ତିର ସତ୍ୟତା ନାହିଁ। जो 3 वर्ष स्टार्ट करेंगे निजुक्ति प्रक्रिया, प्रथम वर्ष केबेठू स्टार्ट से विषय आशायी मानकर आक्षेपर जवाब आपण देबे। ଯେତେ ଆପଣ ଶୁଣିଲେ ଯେମିତି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣଙ୍କୁ କହିଲେ, ବାରମ୍ବାର ମୁଁ ବି ଆପଣଙ୍କୁ କହୁଛି 2 ବର୍ଷ ହେଲା ମୁଁ କହି ଆସୁଛି ଏଇ ଯୋଉ ନିଯୁକ୍ତି ପ୍ରକ୍ରିୟା ଦୟାକରି କଥା ଶୁଣନ୍ତୁ। ଆମ ସରକାର ଲୋକଙ୍କ ସରକାର, ଆମ ସରକାର ଲୋକଙ୍କ କଥା ଶୁଣେ। ଆଉ ଆମ ସରକାର 2 ବର୍ଷ ଆପଣ